ଆଜି ଆମେ ଦଶମ ଶ୍ରେଣୀର ଇତିହାସର ପ୍ରଥମ ଅଧ୍ୟାୟ ଭାରତୀୟ ଜାତୀୟ ଆନ୍ଦୋଳନ ଗାନ୍ଧୀ ଯୁଗର ପ୍ରଥମ ପାଠ ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧୀଜୀଙ୍କର ଆବିର୍ଭାବର କ୍ୱେଶ୍ଚିନ୍ ଆନ୍ସର୍ କରିବା। 1 ନମ୍ବର କ ବିଟ୍ କ୍ୱେଶ୍ଚିନ୍ ଅଛି, ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ୱେତାଙ୍ଗମାନଙ୍କ ଦ୍ୱାରା କିପରି ଅତ୍ୟାଚାରିତ ହେଉଥିଲେ? ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କର ଭୋଟଦାନର ଅଧିକାର ନଥିଲା। ସେମାନଙ୍କୁ ସେମାନଙ୍କର ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ପଡ଼ୁଥିଲା। ଭାରତୀୟମାନଙ୍କ ବସତି ସ୍ଥାପନ ପାଇଁ ଅସ୍ୱାସ୍ଥ୍ୟକର ପରିବେଶ ଦିଆଯାଇଥିଲା। ସେମାନେ ରାତି 9ଟା ପରେ ଘରୁ ବାହାରକୁ ଯାଇପାରୁନଥିଲେ କି ଜନସାଧାରଣଙ୍କ ପାଦଚଲା ରାସ୍ତା ବ୍ୟବହାର କରିପାରୁନଥିଲେ। ସେମାନେ ରେଳଗାଡ଼ିର ପ୍ରଥମ ବା ଦ୍ୱିତୀୟ ଶ୍ରେଣୀ କୋଠରୀରେ ଯାତ୍ରା କରିପାରୁନଥିଲେ। ଭାରତୀୟମାନଙ୍କୁ ଶ୍ୱେତାଙ୍ଗମାନେ କୁଲି ବୋଲି ସମ୍ବୋଧନ କରୁଥିଲେ। ଖ ବିଟ୍ କ୍ୱେଶ୍ଚିନ୍ ହେଉଛି, ଚମ୍ପାରନ ଆନ୍ଦୋଳନରେ ଗାନ୍ଧୀଜୀଙ୍କର ଭୂମିକା ସମ୍ପର୍କରେ ଆଲୋଚନା କର। ଚମ୍ପାରନ ଆନ୍ଦୋଳନ ଗାନ୍ଧୀଜୀଙ୍କର ଭାରତରେ ପ୍ରଥମ ଆନ୍ଦୋଳନ ଥିଲା। ବିହାରର ଚମ୍ପାରନ ଜିଲ୍ଲାରେ ପ୍ରଚଳିତ 3 କାଠିଆ ବ୍ୟବସ୍ଥା ଅନୁସାରେ ଚାଷୀମାନଙ୍କୁ ଜମିର 20 ଭାଗରୁ 3 ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜମାନଙ୍କ ଦ୍ୱାରା ବାଧ୍ୟ କରାଯାଇ ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ତାଙ୍କୁ ବିକ୍ରି କରିବାକୁ ପଡ଼ୁଥିଲା। ପରେ ନୀଳର ଚାହିଦା ହ୍ରାସ ପାଇବାରୁ ନୀଳ ଚାଷ ବାଧ୍ୟତାମୂଳକ ନ କରିବା ପାଇଁ ଜମିର ଭଡ଼ା ବଢ଼ାଇ ଦିଆଗଲା ଓ ଅନେକ ବେଆଇନ ଟିକସ ଆଦାୟ କରାଗଲା। ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ କରିବା ପାଇଁ 1917 ମସିହାରେ ରାଜକୁମାର ଶୁକ୍ଳଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧୀଜୀ ଚମ୍ପାରନର ମୋତିହାରୀରେ ପହଞ୍ଚିଲେ। ସେଠାକାର ଜିଲ୍ଲା ଅଧିକାରୀ ଗାନ୍ଧୀଜୀ ଓ ତାଙ୍କ ସହ ଯାଇଥିବା ରାଜେନ୍ଦ୍ର ପ୍ରସାଦ, ମୁଜାହାର ଉଲ୍ ହକ୍, ମହାଦେବ ଦେଶାଇ, ନରହରି ପାରିଖ ଓ ଜେ.ବି. କୃପାଳିନୀଙ୍କୁ ଜିଲ୍ଲା ଛାଡ଼ିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଗାନ୍ଧୀଜୀ ଏହାକୁ ପ୍ରତ୍ୟାଖ୍ୟାନ କଲେ। ଶେଷରେ ସରକାର ତାଙ୍କୁ ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ଅନୁମତି ଦେଲେ। ଫଳରେ ଗାନ୍ଧୀଜୀଙ୍କ ଉଦ୍ୟମରେ 3 କାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା ଓ ବେଆଇନ ଭାବରେ ଆଦାୟ ଅର୍ଥର ଶତକଡ଼ା 25 ଭାଗ ଚାଷୀମାନେ ଫେରି ପାଇଲେ। ଗ ବିଟ୍ କ୍ୱେଶ୍ଚିନ୍ ହେଉଛି, ଖେଡ଼ାରେ ଗାନ୍ଧୀଜୀ କାହିଁକି ଆନ୍ଦୋଳନ କରିଥିଲେ ଏବଂ ଏହାର ଫଳ କ'ଣ ହୋଇଥିଲା? 1918 ମସିହାର ଦୁର୍ଭିକ୍ଷ ଯୋଗୁଁ ଗୁଜରାଟର ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନରେ ବାଧାପ୍ରାପ୍ତ ହୋଇଥିଲା। ରାଜସ୍ୱ ବିଭାଗର ନିୟମ ଅନୁସାରେ ଉତ୍ପାଦନରେ 1/4ରୁ କମ୍ ହେଲେ ରାଜସ୍ୱ ଦେୟ ପରିମାଣରେ କୋହଳ କରାଯିବ, କିନ୍ତୁ ଇଂରେଜମାନେ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ରାଜସ୍ୱ ଭରଣ କରିବାକୁ ବାଧ୍ୟ କରିବାରୁ ଗାନ୍ଧୀଜୀ ସତ୍ୟାଗ୍ରହ କରିଥିଲେ। ଚାଷୀମାନେ ଖଜଣା ଦେବାକୁ ମନା କଲେ ଏବଂ ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ ହେଲେ। ଶେଷରେ ଇଂରେଜ ସରକାର ବାଧ୍ୟ ହୋଇ ରାଜସ୍ୱ ଆଦାୟରୁ ନିବୃତ୍ତ ହେଲେ ଏବଂ କେବଳ ସାମର୍ଥ୍ୟ ଚାଷୀମାନଙ୍କ ଠାରୁ ଖଜଣା ଆଦାୟ କରିଥିଲେ। ଏହି ଆନ୍ଦୋଳନର ସଫଳତା ଫଳରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗାନ୍ଧୀଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହୋଇଥିଲେ। ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଭୂମିକା କ'ଣ ଥିଲା? ଗୁଜରାଟର ଅହମ୍ମଦାବାଦ ଲୁଗା କଳଗୁଡ଼ିକର ମାଲିକମାନେ ଶ୍ରମିକମାନଙ୍କୁ ପ୍ଲେଗ୍ ବୋନସ୍ ନ ଦେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହ ସୃଷ୍ଟି ହେଲା। ଇଂରେଜ ଜିଲ୍ଲାପାଳଙ୍କ ଅନୁରୋଧରେ ଗାନ୍ଧୀଜୀ ଏକ ଟ୍ରିବ୍ୟୁନାଲ ଗଠନ କରି ତାହାର ନିଷ୍ପତ୍ତିକୁ ଉଭୟଙ୍କୁ ଗ୍ରହଣ କରିବା ପାଇଁ ରାଜି କରାଇଥିଲେ, କିନ୍ତୁ ମାଲିକମାନେ ଏଥିରୁ ଓହରି ଯାଇ ଶ୍ରମିକ ମଜୁରୀର 20 ଭାଗ ବୃଦ୍ଧି ଘୋଷଣା କଲେ ଓ ଶ୍ରମିକମାନଙ୍କର 35 ଭାଗ ମଜୁରୀ ବୃଦ୍ଧି ଦାବିକୁ ପ୍ରତ୍ୟାଖ୍ୟାନ କଲେ, ଯାହାଫଳରେ ଗାନ୍ଧୀଜୀ ଶ୍ରମିକମାନଙ୍କୁ ନେଇ ମାଲିକମାନଙ୍କ ବିରୁଦ୍ଧରେ ଅହିଂସା ଆନ୍ଦୋଳନ କଲେ। ଦାବି ପୂରଣ ପର୍ଯ୍ୟନ୍ତ ସେ ଅନଶନ ଆରମ୍ଭ କଲେ। ଏଥିରେ ଭୟଭୀତ ହୋଇ ମାଲିକମାନେ ଶ୍ରମିକମାନଙ୍କ ମଜୁରୀ 35 ଭାଗ ବୃଦ୍ଧି କରିଥିଲେ। ୱାନ୍ ବିଟ୍ କ୍ୱେଶ୍ଚିନ୍ ହେଉଛି, ରାଓଲାତ ଆଇନ କ'ଣ ଏବଂ ଏହା ବିରୁଦ୍ଧରେ ଭାରତୀୟମାନଙ୍କର ପ୍ରତିକ୍ରିୟା କିପରି ପ୍ରତିଫଳିତ ହୋଇଥିଲା? ଭାରତରେ ବିଦ୍ରୋହ ଦମନ କରିବା ପାଇଁ ଇଂରେଜ ବିଚାରପତି ରାଓଲାତ ଏକ କମିଟି ଗଠନ କରି ଯେଉଁ ଆଇନ ପ୍ରଣୟନ କରିଥିଲେ ତାହାକୁ ରାଓଲାତ ଆଇନ କୁହାଯାଏ। ଏହି ଆଇନ ବଳରେ ଯେକୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ଥିଲା। ଫଳରେ ଜନସାଧାରଣଙ୍କ ଅଧିକାର ଓ ସ୍ୱାଧୀନତା କ୍ଷୁଣ୍ଣ ହେଲା। ଗାନ୍ଧୀଜୀ 1919 ଫେବୃଆରୀରେ ଏକ ସତ୍ୟାଗ୍ରହ କମିଟି ଗଠନ କରି ଏହି ଆଇନକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନେଲେ। ଭାରତୀୟମାନଙ୍କର ବିରୋଧ ସତ୍ତ୍ୱେ 1919 ମାର୍ଚ୍ଚ 18 ତାରିଖରେ ଏହା ଗୃହୀତ ହେଲା। ଫଳରେ 1919 ମସିହା ଏପ୍ରିଲ 6 ତାରିଖରେ ଦେଶବାସୀ ସବୁ କାର୍ଯ୍ୟ ବନ୍ଦ କରି ଉପବାସ ସହ ହରତାଳ କଲେ। ପରେ 1919 ମସିହାରେ ଏପ୍ରିଲ 9 ତାରିଖରେ ଇଂରେଜ ସରକାର ଗାନ୍ଧୀଜୀଙ୍କୁ ଗିରଫ କରି ଛାଡ଼ି ଦେଇଥିଲେ। 2 ନମ୍ବରର କ ବିଟ୍ କ୍ୱେଶ୍ଚିନ୍ ହେଉଛି, ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ ଯାଇଥିଲେ ଓ କ'ଣ ପାଇଁ ଯାଇଥିଲେ? ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ଯାଇଥିଲେ। ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ଏକ ମକଦ୍ଦମା ଲଢ଼ିବା ପାଇଁ ସେ ସେଠାକୁ ଯାଇଥିଲେ। ଖ ବିଟ୍ କ୍ୱେଶ୍ଚିନ୍ ହେଉଛି, ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ସଚେତନ କରିବା ପାଇଁ କ'ଣ କରିଥିଲେ? ଗାନ୍ଧୀଜୀ 1894 ମସିହାରେ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ। ଶ୍ୱେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଇଣ୍ଡିଆନ୍ ଓପିନିଅନ୍ ନାମକ ଏକ ସମ୍ବାଦ ପତ୍ରିକା ପ୍ରକାଶ କରିଥିଲେ। ଗ ବିଟ୍ କ୍ୱେଶ୍ଚିନ୍ ହେଉଛି, ଗାନ୍ଧୀଜୀ କେଉଁ ଆନ୍ଦୋଳନରେ ପ୍ରଥମ ଥର ପାଇଁ ସତ୍ୟାଗ୍ରହର ପ୍ରୟୋଗ କରିଥିଲେ? 1906 ମସିହାରେ ଯେତେବେଳେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି
ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଆଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସବୁ ସମୟରେ ନିଜ ସହ ବହନ କରିବା ପାଇଁ ବାଧ୍ୟତାମୂଳକ କଲେ ସେତେବେଳେ ଗାନ୍ଧିଜୀ ସେ ଆଇନ ବିରୁଦ୍ଧରେ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନରେ ପ୍ରଥମ ଥର ପାଇଁ ସେ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ। ଘ ବିଟ୍ କ୍ୱେଶ୍ଚିନ୍ ହେଉଛି ତିନି କାଠିଆ ବ୍ୟବସ୍ଥା କ'ଣ? ବିହାର ଚମ୍ପାରଣ ଜିଲ୍ଲାରେ ଚାଷୀମାନଙ୍କୁ ଜମିର 20 ଭାଗରୁ 3 ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜମାନଙ୍କ ଦ୍ୱାରା ବାଧ୍ୟ କରାଯାଉଥିଲା। ପୁଣି ଇଂରେଜମାନଙ୍କ ନିର୍ଦ୍ଧାରିତ ଦରରେ ତାକୁ ବିକ୍ରି କରିବାକୁ ପଡ଼ୁଥିଲା। ଏହି ବ୍ୟବସ୍ଥାକୁ ତିନି କାଠିଆ ବ୍ୟବସ୍ଥା କୁହାଯାଏ। 1 ବିଟ୍ କ୍ୱେଶ୍ଚିନ୍ ହେଉଛି ନୀଳର ଚାହିଦା ହ୍ରାସ ପାଇବା ଫଳରେ ଚମ୍ପାରଣରେ ଚାଷୀମାନଙ୍କୁ କିପରି ଶୋଷଣ କରାଗଲା? ନୀଳର ଚାହିଦା ହ୍ରାସ ପାଇବା ଫଳରେ ଚାଷୀମାନଙ୍କୁ ନୀଳ ଚାଷ ବାଧ୍ୟତାମୂଳକ ଭାବରେ ନ କରିବା ପାଇଁ ଜମିର ଭଡ଼ା ବୃଦ୍ଧି କରିଦିଆଗଲା। ଅନେକ ବେଆଇନ ଟିକସ ଆଦାୟ କରି ଚାଷୀମାନଙ୍କୁ ଶୋଷଣ କରାଗଲା। 6 ନମ୍ବର କ୍ୱେଶ୍ଚିନ୍ ହେଉଛି ଖେଡ଼ା ସତ୍ୟାଗ୍ରହ କ'ଣ ପାଇଁ ଆରମ୍ଭ ହୋଇଥିଲା? 1918 ମସିହାରେ ଗୁଜରାଟର ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନରେ ବାଧାପ୍ରାପ୍ତ ହେଲା। ତତ୍କାଳୀନ ନିୟମ ଅନୁସାରେ ଉତ୍ପାଦନରେ 1/4ରୁ କମ୍ ପରିମାଣର ଶସ୍ୟ ଉତ୍ପାଦିତ ହେଲେ ଚାଷୀମାନଙ୍କର ରାଜସ୍ୱ ଦେୟ ପରିମାଣ କୋହଳ କରିବାର ବ୍ୟବସ୍ଥା ଥିଲା। କିନ୍ତୁ ଇଂରେଜମାନେ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ରାଜସ୍ୱ ଦେବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୁଦ୍ଧରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ। 6 ବିଟ୍ କ୍ୱେଶ୍ଚିନ୍ ହେଉଛି ଅହମ୍ମଦାବାଦ ଲୁଗାକଳର ଶ୍ରମିକମାନଙ୍କର କାହିଁକି ମାଲିକମାନଙ୍କ ସହ କଳହ ଆରମ୍ଭ ହୋଇଥିଲା? ଗୁଜରାଟର ଅହମ୍ମଦାବାଦଠାରେ ଲୁଗାକଳର ମାଲିକମାନେ ପ୍ଲେଗ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ପ୍ଲେଗ୍ ବୋନସ୍ ନାମକ ଏକ ସ୍ୱତନ୍ତ୍ର ଭତ୍ତା ଦେଉଥିଲେ। କିନ୍ତୁ ମାଲିକମାନେ ଏହି ଭତ୍ତା ଦେବାକୁ ମନା କରିବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହେଲା। ଜ ବିଟ୍ କ୍ୱେଶ୍ଚିନ୍ ହେଉଛି ରାଓଲାତ ଆଇନ କ'ଣ ଥିଲା? 1919 ମସିହାରେ ଇଂରେଜ ସରକାର ଭାରତରେ ବିଦ୍ରୋହ ଦମନ କରିବା ପାଇଁ ରାଓଲାତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଏକ ଆଇନ ପ୍ରଣୟନ କରିଥିଲେ। ତାହାକୁ ରାଓଲାତ ଆଇନ କୁହାଯାଏ। ଏହି ଆଇନ ବଳରେ ଯେକୌଣସି ଭାରତୀୟଙ୍କୁ ଗିରଫ କରାଯାଇ ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ଥିଲା। ଜ ବିଟ୍ କ୍ୱେଶ୍ଚିନ୍ ହେଉଛି ରାଓଲାତ ଆଇନ ବିରୁଦ୍ଧରେ ଗାନ୍ଧିଜୀଙ୍କର ଗଣ ସତ୍ୟାଗ୍ରହକୁ ଆନି ବେସାନ୍ତଙ୍କ ବ୍ୟତୀତ ଅନ୍ୟ କେଉଁ ନେତାମାନେ ବିରୋଧ କରିଥିଲେ? ରାଓଲାତ ଆଇନ ବିରୁଦ୍ଧରେ ଗାନ୍ଧିଜୀଙ୍କ ଗଣ ସତ୍ୟାଗ୍ରହକୁ ଆନି ବେସାନ୍ତଙ୍କ ବ୍ୟତୀତ ଦୀନଶ ଏଦଲଜୀ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ ବାହାଦୁର ସାପ୍ରୁ ଓ ଶ୍ରୀନିବାସ ଶାସ୍ତ୍ରୀ ଆଦି ନେତାମାନେ ବିରୋଧ କରିଥିଲେ। ନ୍ୟ ବିଟ୍ କ୍ୱେଶ୍ଚିନ୍ ହେଉଛି ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କାହିଁକି ସଂଗଠିତ ହୋଇଥିଲା? ରାଓଲାତ ଆଇନ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଡକ୍ଟର ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚଲୁଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଗିରଫକୁ ପ୍ରତିବାଦ କରିବା ତଥା ବୈଶାଖୀ ଉତ୍ସବ ପାଳନ କରିବା ପାଇଁ ଅମୃତସରର ଜାଲିଆନାୱାଲାବାଗଠାରେ 1919 ଏପ୍ରିଲ 13 ତାରିଖରେ ବହୁ ଲୋକ ଏକାଠି ହୋଇଥିଲେ। ସହରରେ ସଭା ସମିତି ନ କରିବା ପାଇଁ ଘୋଷଣା କରାଯାଇଥିଲା, କିନ୍ତୁ ଜନସାଧାରଣ ଏହି ବିଷୟରେ ଅବଗତ ନଥିଲେ। ଏହି ସମୟରେ ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର ସୈନ୍ୟମାନଙ୍କ ସହ ସେଠାରେ ପହଞ୍ଚିଲେ ନିରୀହ ଲୋକମାନଙ୍କ ଉପରୁ ଗୁଳି ବର୍ଷଣ କଲେ। ଏଥିରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ। ଏହାକୁ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କୁହାଯାଏ। 3 ନମ୍ବର କ୍ୱେଶ୍ଚିନ୍ ହେଉଛି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ। କ ବିଟ୍ କ୍ୱେଶ୍ଚିନ୍ ହେଉଛି 1894ରେ ଗାନ୍ଧିଜୀଙ୍କ ଦ୍ୱାରା କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା? 1894 ମସିହାରେ ଗାନ୍ଧିଜୀଙ୍କ ଦ୍ୱାରା ନାଟାଲ ଭାରତୀୟ କଂଗ୍ରେସ ଅନୁଷ୍ଠାନ ଗଠିତ ହୋଇଥିଲା। ଖ ବିଟ୍ କ୍ୱେଶ୍ଚିନ୍ ହେଉଛି ଇଣ୍ଡିଆନ୍ ଓପିନିଅନ୍ ସମ୍ବାଦପତ୍ର କିଏ ପ୍ରକାଶ କରିଥିଲେ? ମହାତ୍ମା ଗାନ୍ଧୀ ଇଣ୍ଡିଆନ୍ ଓପିନିଅନ୍ ସମ୍ବାଦପତ୍ର ପ୍ରକାଶ କରିଥିଲେ। ଗ ବିଟ୍ କ୍ୱେଶ୍ଚିନ୍ ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ କିଏ ମହାତ୍ମା ଆଖ୍ୟା ଦେଇଥିଲେ? ରବୀନ୍ଦ୍ରନାଥ ଠାକୁର ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। ଘ ବିଟ୍ କ୍ୱେଶ୍ଚିନ୍ ହେଉଛି କାହାର ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଚମ୍ପାରଣ ଯାଇଥିଲେ? ରାଜକୁମାର ଶୁକ୍ଳଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଚମ୍ପାରଣ ଯାଇଥିଲେ। ୱ ବିଟ୍ କ୍ୱେଶ୍ଚିନ୍ ହେଉଛି ଖେଡ଼ା ଆନ୍ଦୋଳନରେ କିଏ ମହାତ୍ମା ଗାନ୍ଧୀଙ୍କ ମୁଖ୍ୟ ସହଯୋଗୀ ଥିଲେ? ଖେଡ଼ା ଆନ୍ଦୋଳନରେ ଇନ୍ଦୁଲାଲ ଜାଗିକ ମହାତ୍ମା ଗାନ୍ଧୀଙ୍କର ମୁଖ୍ୟ ସହଯୋଗୀ ଥିଲେ। ଚ ବିଟ୍ କ୍ୱେଶ୍ଚିନ୍ ପ୍ଲେଗ୍ ବୋନସ୍ କ'ଣ? ଗୁଜରାଟର ଅହମ୍ମଦାବାଦଠାରେ ଲୁଗା କଳଗୁଡ଼ିକର ମାଲିକମାନେ ପ୍ଲେଗ୍ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ଭତ୍ତାକୁ ପ୍ଲେଗ୍ ବୋନସ୍ କୁହାଯାଏ। 6 ବିଟ୍ କ୍ୱେଶ୍ଚିନ୍ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ସଂଗଠିତ ହୋଇଥିଲା? ଜାଲିଆନାୱାଲାବାଗ ହତ୍ୟାକାଣ୍ଡ 1919 ମସିହା ଏପ୍ରିଲ ମାସ 13 ତାରିଖରେ ସଂଗଠିତ ହୋଇଥିଲା। ଜ ବିଟ୍ କ୍ୱେଶ୍ଚିନ୍ ଜେନେରାଲ ଡାୟାର କିଏ ଥିଲେ? ଜେନେରାଲ ଡାୟାର ଅମୃତସରର ସାମରିକ ମୁଖ୍ୟ ଥିଲେ। ଝ ବିଟ୍ କ୍ୱେଶ୍ଚିନ୍ ହେଉଛି କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିତ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ ଏହା କିଏ କହିଥିଲେ? କୌଣସି ପ୍ରକାରର ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ ଏହା ଗାନ୍ଧିଜୀ କହିଥିଲେ। ନ୍ୟ ବିଟ୍ କ୍ୱେଶ୍ଚିନ୍ ହେଉଛି ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଗାନ୍ଧିଜୀ କେଉଁ ଉପାଧି ତ୍ୟାଗ କରିଥିଲେ? ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଗାନ୍ଧିଜୀ କାଇଜର ଇ ହିନ୍ଦ ଉପାଧି ତ୍ୟାଗ କରିଥିଲେ। 4 ନମ୍ବର କ୍ୱେଶ୍ଚିନ୍ ହେଉଛି ଆମକୁ କିଛି ବିକଳ୍ପ ଦେଇଛି, ସେ ଭିତରୁ ଆମେ ଠିକ୍ ଉତ୍ତରଟି ବାଛିବା। ତେବେ କ ବିଟ୍ କ୍ୱେଶ୍ଚିନ୍ ହେଉଛି ପ୍ରତ୍ୟେକ ଭାରତୀୟ ନିଜର ଆଙ୍ଗୁଳି ଛାପ ଥିବା ପଞ୍ଜୀକରଣ ପ୍ରମାଣପତ୍ରକୁ ସବୁ ସମୟରେ ବହନ କରିବା ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାର କେବେ ଆଇନ ପ୍ରଣୟନ କରିଥିଲେ? 1906 ମସିହାରେ ଏହି ଆଇନ ପ୍ରଣୟନ ହୋଇଥିଲା।
ख बिट क्वेश्चन होची चाषी मानक समस्यार अनुध्यान करने 1917 एप्रिल रे गांधीजी केउठारे पहुंचीथिले से मोतीहारी ठारे पहुंचीथिले। ग बिट क्वेश्चन होची खेड़ा आंदोलन सफलतार प्रभावित किए गांधीजी जड़े प्रधान अनुगामी होइथिले एटा हम वल्लभ भाई पटेल। घ बिट क्वेश्चन रावलाता आईन केबे गृहीत होइथिला रावलाता आईन 1919 मार्च 18 तारिख रे गृहीत होइथिला। लास्ट 1 नंबर क्वेश्चन होची हमर जालियानवाला केउठारे अवस्थित अमृतसर ठारे अवस्थित।